ପୁରୀ ସର୍ବୋଦୟ ନଗରସ୍ଥିତ ହରିହର ନଗର ଏବିସି ପ୍ଲେ ସ୍କୁଲର ଏକାଦଶତମ ବାର୍ଷିକ ଉତ୍ସବ ଶରଧାବାଲି ସ୍ଥିତ ମୁକ୍ତାକାଶ ରଙ୍ଗମଞ୍ଚ ଠାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ରାଜ୍ୟ ଯୁବ ବିଜେଡି ଉପସଭାପତି ସୁନୀଲ କୁମାର ମହାନ୍ତି ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ରୋଟାରୀ କ୍ଲବର ପୂର୍ବତନ ଅଧ୍ୟକ୍ଷ ଦେବୀ ପ୍ରସନ୍ନ ନନ୍ଦ ଓ ଗୁଣ୍ଡିଚା ବିହାର ଉନ୍ନୟନ କମିଟି ସଦସ୍ୟ ତ୍ରିବେଣୀ ପ୍ରଧାନ ପ୍ରମୁଖ ଯୋଗଦେଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। କୁନି କୁନି ପିଲାମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିବା ସହ ଭଲ ପାଠ ପଢ଼ି ସ୍କୁଲର ନାମ ରଖିବା ସହ ଦେଶର ନାମ ରଖିବାକୁ ଅତିଥିମାନେ ବକ୍ତବ୍ୟରେ କହିଥିଲେ। ଏବିସି ପ୍ଲେ ସ୍କୁଲର ଅଧ୍ୟକ୍ଷ ପ୍ରୀତି ଭଗତ ଏଥିରେ ଅଧ୍ୟକ୍ଷତା କରିଥିଲେ। ପୂର୍ବରୁ ହୋଇଥିବା ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ପିଲାମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। 2023-24ର ବେଷ୍ଟ ଷ୍ଟୁଡେଣ୍ଟ ଭାବେ ସାଇ କ୍ରିଷ୍ଣା ଜେନା, ଭଲ ପରଫର୍ମାନ୍ସ ଶିବାଙ୍ଗୀ ଶ୍ରୀଲିପ୍ତା ସ୍ୱାଇଁ, ଭଲ ଖେଳାଳି ଭାବେ ଆରିୟାନ ବେହେରା, ପ୍ୟାରେଡରେ ସୀତାଂଶୁ ପ୍ରସାଦ ମହାନ୍ତି, ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନାମୟୀ ପ୍ରଧାନଙ୍କୁ ଅତିଥିମାନଙ୍କ ଦ୍ୱାରା ଉପଢୌକନ ସହ ମାନପତ୍ର ପ୍ରଦାନ କରାଯାଇଥିଲା। ଛୋଟ ଛୋଟ ପିଲାମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡ଼ିଶୀ, ଭଜନ, ମଣିପୁରୀ ଓ ଫୋକ୍ ନାଚ ପରିବେଷଣ ହୋଇଥିଲା। ନାଚ ଗୀତର ତାଳେ ତାଳେ ଅଭିଭାବକ ଅଭିଭାବିକା ଆନନ୍ଦ ଉଲ୍ଲାସର ସହ ମଜି ଯାଇଥିଲେ। ଆଖପାଖ ସ୍ଥାନୀୟ ବାସିନ୍ଦା ଓ ଦର୍ଶକମାନେ ପିଲାମାନଙ୍କ ନାଚ ଗୀତ ଦେଖି ପ୍ରଶଂସା କରିବା ସହ ମନ୍ତ୍ରମୁଗ୍ଧ ହୋଇପଡ଼ିଥିଲେ। ସ୍କୁଲର ସମ୍ପାଦିକା ସୁଭଦ୍ରା ମହାରଣା କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀ ଓ ସହ କର୍ମଚାରୀମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। କ୍ୟାମେରା ପର୍ସନ ରବି ଜେନାଙ୍କ ସହ ସୁଧାଂଶୁ କରଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।